ଭାବେ ଇସ୍ତଫା ପରେ ଲୋକପ୍ରିୟତା ବଢିଛି ସେ କଥା ନୁହେଁ। ଇସ୍ତଫା ପୂର୍ବରୁ ମଧ୍ୟ ଲୋକପ୍ରିୟତା ଥିଲା, ଇସ୍ତଫା ପରେ ମଧ୍ୟ ଭରସା ଅଛି ଏକ ରାଷ୍ଟ୍ର ନେତାଙ୍କ ସଙ୍ଗେ। କିନ୍ତୁ ଯୋଉଭଳି ଭାବେ ଯୋଉ ପରିସ୍ଥିତିରେ ଯୁବକ ମାନଙ୍କର କଥାକୁ ନେଇ ଆଜି ସାରା ଭାରତ ବର୍ଷ ଚର୍ଚ୍ଚିତ ଚେହେରା ଏବଂ ଏ କଥାକୁ ନେଇ ଯୁବକ ମାନେ ଆଗକୁ ଯିବେ, ଯୁବକ ମାନଙ୍କର କୌଣସି କାର୍ଯ୍ୟକ୍ରମରେ ସାଲିସ କରାଯିବ ନାହିଁ, ଯୁବକ ମାନଙ୍କୁ ଭବିଷ୍ୟତ ତିଆରି କରିବା ପାଇଁ ସାଲିସ କରାଯିବ ନାହିଁ। ଏ କଥାକୁ ଆଧାର କରି ଯେତେବେଳେ ଏକ ଶ୍ରେଷ୍ଠ ନେତୃତ୍ୱ ନିଜ ପଦବୀରୁ ରେଜିଗ୍ନେସନ ଦେଇଥାନ୍ତି ବା ନିଜ ପଦବୀରୁ ଇସ୍ତଫା ଦେଇଥାନ୍ତି, ସେ ସେତେବେଳେ ଆଉ ବ୍ୟକ୍ତି ବିଶେଷ ହେଇନଥାନ୍ତି, ସେ ଏକ ଅନୁଷ୍ଠାନ। ଏ ପରିପ୍ରେକ୍ଷୀରେ ମୁଁ କହିବି ଯୋଉ କଥା ରାଜ୍ୟର ଦେଶର ପୂର୍ବତନ ଦେଶ ସର୍ବୋପରି, ଦେଶ ପାଇଁ ସବୁ କଥାରେ ଦେଶକୁ ଆଧାର କରିବା, ଦେଶକୁ ଉପରେ ରଖି ଦେଶର ସାଙ୍ଗରେ କୌଣସି କଥାରେ କମ୍ପ୍ରମାଇଜ ନାହିଁ। ଦେଶ ସର୍ବୋପରି, ଦେଶ ଏକ ନୁହେଁ, ତାପରେ ଶେଷରେ ବ୍ୟକ୍ତି ବିଶେଷ ହେଇପାରିପାରେ। ଆଜି ସେ ଗତକାଲି ଶିକ୍ଷାମନ୍ତ୍ରୀ ଥିଲେ, ଆଜି ଆଉ କିଏ ଶିକ୍ଷାମନ୍ତ୍ରୀ ଅଛନ୍ତି, ଆଗାମୀ ଦିନରେ ଆଉ କିଏ ଶିକ୍ଷାମନ୍ତ୍ରୀ। ଶିକ୍ଷା ମନ୍ତ୍ରୀ ହବା ବଡ କଥା ନୁହେଁ, ଦେଶ ମୋର ସର୍ବୋପରି ଆମ ସମସ୍ତଙ୍କର। ଏବଂ ଏ କଥା ମଧ୍ୟ ମୁଁ ସମସ୍ତ ଯୁବକ ଭାଇ ମାନେ, ଯୁବକ ଭଉଣୀ ମଧ୍ୟ କହୁଛି, ଯୋଉମାନେ ଜେନଜି ଭାଇ ଭଉଣୀ ମାନେ, ଆମ ସମସ୍ତଙ୍କ ଭିତରେ ମନରେ ଗୋଟିଏ ଭାବ ରହିବା କଥା, ଦେଶ ଆମର ସର୍ବୋପରି। ଦେଶ ଜାଗ୍ରତ ରହିଲେ, ଦେଶ ଆଗରେ ରହିଲେ ଆମେ ସମସ୍ତେ ବଞ୍ଚିବା ବା ଦେଶକୁ ଆଗକୁ ନେବା। ତେଣୁ ଏ ଯୋଉ ଉକ୍ତି ନିଶ୍ଚିତ ଭାବେ ଏକ ପ୍ରେରଣାଦାୟୀ ହବ ଯୁବ ସମାଜ ପାଇଁ, ସମଗ୍ର ରାଷ୍ଟ୍ର ପାଇଁ ଏକ ପ୍ରେରଣାଦାୟୀ କଥା ହବ। ଏବଂ ଯୋଉ କଥାକୁ ନେଇକି ସେ ଇସ୍ତଫା ଦେଇଛନ୍ତି, ମୁଁ ଭାବୁଛି ତାଙ୍କର ସମ୍ମାନ ଆହୁରି ଉପରକୁ ଯାଇଛି। ସାରା ଦେଶବାସୀ, ଗତକାଲି ଆପଣ ମାନେ ପାର୍ଲାମେଣ୍ଟରେ ଦେଖିଥିଲେ, ଆଜି ବିମାନ ବନ୍ଦରରେ ଦେଖନ୍ତୁ ଧୀରେ ଧୀରେ ଜନସମାଗମ ବୃଦ୍ଧି ପାଉଛି। ଏବଂ ଏ କଥାରେ ଦୁଇଟି ସଂଯୋଗ କହିବି, ପ୍ରଭୁ ଆମର ଆରାଧ୍ୟ ଦେବତା କାଲି ନୀଳାଦ୍ରି ବିଜେ କରିଛନ୍ତି, ତାଙ୍କର ଶ୍ରୀମନ୍ଦିରକୁ ଯାଇଛନ୍ତି। ଏପଟେ ଏ ମାଟିର ଏକ ଶ୍ରେଷ୍ଠ ସନ୍ତାନ, ଏ ମାଟିର ପୁଅ ଆଜି ପୁଣି ଓଡ଼ିଶା ମାଟିକୁ ଫେରୁଛନ୍ତି। ଏ ଆମ ପାଇଁ ମଧ୍ୟ ଏକ ସୁଖଦ ଖବର। ଆମେ ତାଙ୍କୁ ସ୍ୱାଗତ କରୁଛୁ। ତାଙ୍କ ସମ୍ମାନ ପାଇଁ, ତାଙ୍କର ନୈତିକତା ଆହୁରି ଆଗକୁ ଯାଉ, ସିଏ ଯୋଉ ପ୍ରେରଣା ଦଉଛନ୍ତି ଯୁବ ସମାଜକୁ, ଆହୁରି ତାଙ୍କର ମନୋବଳ ବୃଦ୍ଧି ହଉ, ଏଥିପାଇଁ ଆମେ ତାଙ୍କୁ ସ୍ୱାଗତ